मूकं करोति वाचालं पङ्गुलङ्घयते गिरिं ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବମ୍। ଯାହାଙ୍କର କୃପା ମୁକକୁ ବାଚଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, ଖାଲି ହାତରେ ଆସିଥିବା ମଣିଷ ସବୁକିଛି ପାଇବା ପାଇଁ ଜୀବନ ସାରା ସଂଘର୍ଷ କରିଥାଏ, ଆଉ ଶେଷରେ ସବୁକିଛି ଛାଡ଼ି ଖାଲି ହାତରେ ଏ ସଂସାରରୁ ଚାଲି ଯାଇଥାଏ। ଏହା ହିଁ ଜୀବନର ସତ୍ୟ। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ। ଧର୍ମ ସଂସ୍କୃତି ବିଷୟରେ ସମସ୍ତେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ୍ ଗୀତା ସାର ଶ୍ଲୋକ 5ମ ଅଧ୍ୟାୟ ଭାଗ 2 ସନ୍ନ୍ୟାସ ଯୋଗ। ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗମ୍ ତ୍ୟକ୍ତା କରୋତି ଯଃ ଲିପ୍ୟତେ ନ ସ ପାପେ ପଦ୍ମପତ୍ର ବିମାମସା କାୟେନ ମନସା ବୁଦ୍ଧ୍ୟା କେବଲୈରିନ୍ଦ୍ରିୟୈରପି ଯୋଗିନଃ କର୍ମ କୁର୍वन्ति ସଙ୍ଗମ୍ ତ୍ୟକ୍ତ୍वा ଆତ୍ମଶୁଦ୍ଧये। ଅର୍ଥାତ୍ ଯେଉଁ କର୍ମ ସମୂହ ବ୍ରହ୍ମଙ୍କଠାରେ ସମର୍ପଣ କରନ୍ତି ଏବଂ କର୍ମଫଳରେ ଆସକ୍ତି ତ୍ୟାଗ କରି କର୍ମାନୁଷ୍ଠାନ କରନ୍ତି, ପଦ୍ମପତ୍ରରୁ ଜଳ ମଧ୍ୟରେ ରହିବା ସତ୍ତ୍ୱେ ଯେପରି ଜଳ ଲିପ୍ତ କରିପାରେ ନାହିଁ, ସେହିପରି କର୍ମ କରିବା ସତ୍ତ୍ୱେ ସେ ପାପରେ ଲିପ୍ତ ହୁଅନ୍ତି ନାହିଁ। ଅର୍ଥାତ୍ ପାପ ସ୍ପର୍ଶରୁ ସେ ମୁକ୍ତ ରହନ୍ତି। କର୍ମଯୋଗୀଗଣ ଫଲାକାଂକ୍ଷା ଓ କର୍ତ୍ତୃତ୍ୱାଭିମାନ ପରିତ୍ୟାଗ କରି ଚିତ୍ତଶୁଦ୍ଧି ନିମିତ୍ତ ଶରୀର ସ୍ନାନାଦି ଦ୍ୱାରା, ମନ ଆତ୍ମଚିନ୍ତାଦି ଦ୍ୱାରା ଏବଂ କେବଳ କର୍ମାଭିନିବେଶର ହିତ ଇନ୍ଦ୍ରିୟ ସହାୟରେ ଆତ୍ମଜ୍ଞାନ ଅନୁକୂଳ କର୍ମାନୁଷ୍ଠାନ କରନ୍ତି। ଯୁକ୍ତଃ କର୍ମ ଫଳ ତ୍ୟକ୍ତା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ ଆଯୁକ୍ତ କାମକାରେଣ ଫଲେ ଶକ୍ତୋ ବିବଧ୍ୟତେ। ଅର୍ଥାତ୍ ଏକା କର୍ମ କିପରି ମୁକ୍ତି ଓ ବନ୍ଧନର କାରଣ ହୁଏ, ତାହା ବୁଝିବା ପାଇଁ ଭଗବାନ କହିଛନ୍ତି, ପରମେଶ୍ୱରଙ୍କଠାରେ ଏକନିଷ୍ଠ କର୍ମଯୋଗୀ ଫଲାକାଂକ୍ଷା ତ୍ୟାଗ କରି ସର୍ବଦୁଃଖ ନିବୃତ୍ତି ରୂପା ଶାଶ୍ୱତୀ ଶାନ୍ତି ରୂପକ ମୋକ୍ଷପଦ ଲାଭ କରନ୍ତି। ମାତ୍ର ସକାମ ଯଦି ମୂର୍ଖ ବ୍ୟକ୍ତି ବାସନାବଶତଃ କର୍ମଫଳରେ ଆସକ୍ତ ହୋଇ ନିରତିଶୟ ବନ୍ଧନ ଦୁଃଖ ପ୍ରାପ୍ତ ହୁଏ। ସର୍ବକର୍ମାଣି ମନସା ସନ୍ନ୍ୟସ୍ୟାସ୍ତେ ସୁଖଂ ବସି ନବଦ୍ୱାରା ରୂପେ ଦେହି ନୈବ କୁର୍ୱନ୍ କାରୟନ୍। ଅର୍ଥାତ୍ ସଂଯତ ଚିତ୍ତ ପୁରୁଷ ବିବେକ ବୁଦ୍ଧି ଦ୍ୱାରା ସର୍ବପ୍ରକାର ବିକ୍ଷେପକର କର୍ମ ମନେ ମନେ ପରିତ୍ୟାଗ କରି ଜ୍ଞାନନିଷ୍ଠ ହୋଇ ନବଦ୍ୱାରା ଯୁକ୍ତ ଦେହ ରୂପରେ ପ୍ରସନ୍ନ ଚିତ୍ତରେ ବାସ କରନ୍ତି। ସେ ଅହଙ୍କାର ଶୂନ୍ୟ ଓ କର୍ତ୍ତୃତ୍ୱାଭିମାନ ବର୍ଜିତ ଭଳି ନିଜେ କିଛି କରନ୍ତି ନାହିଁ, ଅନ୍ୟ ଦ୍ୱାରା ମଧ୍ୟ କିଛି କରାନ୍ତି ନାହିଁ। ନ କର୍ତ୍ତୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ ନ କର୍ମ ଫଳ ସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତ୍ତତେ ନାଦତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁ ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ। ପ୍ରଭୁ ଅର୍ଥାତ୍ ଈଶ୍ୱର ଜୀବଗଣଙ୍କର କର୍ତ୍ତୃତ୍ୱ, କର୍ମ ବା କର୍ମଫଳର ସମ୍ବନ୍ଧ କିଛି ହିଁ ସୃଷ୍ଟି କରି ନାହିଁ, କିନ୍ତୁ ଜୀବର ସ୍ୱଭାବ ଅର୍ଥାତ୍ ଅନାଦି ଅବିଦ୍ୟାଜନିତ ପୂର୍ବ ସଂସ୍କାର ଈଶ୍ୱରାଧୀନରେ କର୍ତ୍ତୃତ୍ୱାଦି ରୂପେ ପ୍ରବର୍ତ୍ତିତ ହୋଇଥାଏ। ଅର୍ଥାତ୍ କର୍ମଫଳର ସଂସ୍କାର ରୂପକ ପରବ୍ଧ
ବଶତଃ ଲୋକ ଯଥା ପ୍ରଭୃତି କାର୍ଯ୍ୟ କରିଥାଏ। ବିଭୁ ଅର୍ଥାତ୍ ସର୍ବବ୍ୟାପୀ ଈଶ୍ୱର କାହାରି ପାପ ବା ସୁକୃତି ଗ୍ରହଣ କରନ୍ତି ନାହିଁ ଏବଂ ସେଥିପାଇଁ ସେ କର୍ମଫଳ ଭୋଗୀ ମଧ୍ୟ ହୁଅନ୍ତି ନାହିଁ। ଅଜ୍ଞାନ ବା ଅବିଦ୍ୟା ଦ୍ୱାରା ଜ୍ଞାନ ଆବୃତ, ସେଥିପାଇଁ ଜୀବଗଣ ମୋହଗ୍ରସ୍ତ ହୁଅନ୍ତି ଅର୍ଥାତ୍ ଈଶ୍ୱରଙ୍କ ଠାରେ ବୈଷମ୍ୟ ଦେଖନ୍ତି। ଜ୍ଞାନେନ ତୁ ତଦଜ୍ଞାନମ୍ ୟସ୍ମାନ୍ନାଣିତମାତ୍ମନଃ ତେସ୍ମାଦିତ୍ୟବଜ୍ଜ୍ଞାनं ପ୍ରକାଶୟତି ତତ୍ପରಂ ତଦ୍ବୁद्धୟस्तदात्मा न सन्निष्ठास्तपरायणाः गच्छन्तः पुनरावृत्तिं ଜ୍ଞାନନିର୍ଧୂତକଲଶଃ। ଅର୍ଥାତ୍ ଜ୍ଞାନୀଗଣ ମୋହ ପ୍ରାପ୍ତ ହୁଅନ୍ତି ନାହିଁ, ସେଥିପାଇଁ କହୁଛନ୍ତି। କିନ୍ତୁ ଯେଉଁମାନଙ୍କର ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ ଦ୍ୱାରା ଭଗବାନଙ୍କ ବିଷୟରେ ବୈଷମ୍ୟ ବିଷୟକ ଅଜ୍ଞାନ ବିନଷ୍ଟ ହୋଇଛି, ସେମାନଙ୍କ ପରମେଶ୍ୱର ସ୍ୱରୂପକୁ ବା ଆତ୍ମତତ୍ତ୍ୱକୁ ପ୍ରକାଶିତ କରେ। ଏହିପରି ଭାବରେ ଈଶ୍ୱର ଆରାଧନାକାରୀ ବ୍ୟକ୍ତି ମାନଙ୍କର କେଉଁ ଗତି ହୁଏ ତାହା କହୁଛନ୍ତି। ପରମେଶ୍ୱରଙ୍କଠାରେ ଯେଉଁମାନଙ୍କର ନିଶ୍ଚୟାତ୍ମିକା ବୁଦ୍ଧି, ତାଙ୍କଠାରେ ଯେଉଁମାନଙ୍କର ଚିତ୍ତ ନିବିଷ୍ଟ, ତାଙ୍କଠାରେ ଯେଉଁମାନଙ୍କର ପରମ ପ୍ରୀତି, ଯେଉଁମାନଙ୍କର ସେ ପରମ ଆଶ୍ରୟ, ଆତ୍ମଜ୍ଞାନ ଦ୍ୱାରା ସେହି ବିଦ୍ଧୋତ ପାପ ଯୋଗୀଗଣ ବ୍ରହ୍ମସ୍ୱରୂପତା ପ୍ରାପ୍ତ ହୋଇ ନିର୍ବାଣ ମୁକ୍ତି ଲାଭ କରନ୍ତି। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ଶୂନ୍ୟେ ଚୈବ ସ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ଇହୈବ তৈজিতঃ सर्गो जुष्मासाम्योऽस्थितं मनः निर्दोषं हि समं ब्रह्म तस्मात् ब्रह्मणि ते स्थितः। ଅର୍ଥାତ୍ ଏହି ଜ୍ଞାନମାନଙ୍କର ଅବସ୍ଥା ବର୍ଣ୍ଣନା କରି କହୁଛି, ବ୍ରହ୍ମ ବିଦ୍ୟା ଓ ବିନୟ ସମ୍ପନ୍ନ ବ୍ରାହ୍ମଣ, ଗୋରୁ ହାତୀ କୁକୁର ତଥା ଅସ୍ପୃଶ୍ୟ ଚଣ୍ଡାଳଠାରେ ଜ୍ଞାନୀଗଣ ସମଦର୍ଶୀ ହୋଇଥାନ୍ତି। ଅର୍ଥାତ୍ ନାନା ଜାତି ବିବିଧ ପ୍ରାଣୀ ଓ ବସ୍ତୁରେ ଅଧିଷ୍ଠାନ ରୂପକ ଏକ ବ୍ରହ୍ମଙ୍କୁ ହିଁ ଅନୁସୂତ୍ୟ ବିଦ୍ୟମାନ ବୋଲି ଦେଖନ୍ତି। ଯେଉଁମାନଙ୍କର ମନ ସମରୂପ ବ୍ରହ୍ମରେ ପ୍ରତିଷ୍ଠିତ, ଦେହରେ ଅବସ୍ଥାନ କାଳରେ ସେମାନେ ସଂସାରକୁ ଜୟ କରନ୍ତି ଅର୍ଥାତ୍ ଜନ୍ମ ମୃତ୍ୟୁର ମୁକ୍ତ ହୋଇଯାଆନ୍ତି। ଯେହେତୁ ବ୍ରହ୍ମ ସମ ଓ ନିର୍ଦୋଷ, ସେଥିପାଇଁ ସମଦର୍ଶୀଗଣ ବ୍ରହ୍ମ ଭାବରେ ଅବସ୍ଥିତ ରହନ୍ତି। ନ ପ୍ରହୁସ୍ୱେତ ପ୍ରିୟଂ ପ୍ରାପ୍ୟଂ ନଦ୍ବିଜେତ ପାପ୍ୟ ଚାପିୟଂ ସ୍ଥିରବୁଦ୍ଧିରସଂ ତମୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ। ଅର୍ଥାତ୍ ବ୍ରହ୍ମଜ୍ଞାନୀ ଲାଭ କରି ବ୍ରହ୍ମଜ୍ଞାନ ଲାଭ କଲେ କ'ଣ ଅବସ୍ଥା ହୁଏ ତାହା ହିଁ ବର୍ଣ୍ଣନା କରିଛନ୍ତି। ଏହି ପ୍ରକାରର ବ୍ରହ୍ମଜ୍ଞ ପୁରୁଷ ସ୍ଥିର ବୁଦ୍ଧି, ମୋହବର୍ଜିତ ଏବଂ ଏକମାତ୍ର ବ୍ରହ୍ମରେ ହିଁ ସ୍ଥିତ ହୁଅନ୍ତି। ଅତଏବ ସେ ପ୍ରିୟ ବସ୍ତୁର ପ୍ରାପ୍ତିରେ ଖୁବ୍ ଉଲ୍ଲସିତ ହୁଅନ୍ତି ନାହିଁ ଏବଂ ପ୍ରିୟ ପ୍ରାପ୍ତିରେ ମଧ୍ୟ ଉଦ୍ବିଗ୍ନ ହୁଅନ୍ତି ନାହିଁ, ଯେହେତୁ ସେ ସ୍ଥିର ବୁଦ୍ଧି ଓ ସମରସ ବ୍ରହ୍ମରେ ସ୍ଥିତ। ଆପଣ ଶ୍ରୀମଦ୍ ଭଗବତ ଗୀତା ଜାଣିପାରିବେ ପରବର୍ତ୍ତୀ ଭିଡ଼ିଓରେ। ମୁଁ କେଶବ ଚନ୍ଦ୍ର ଜାଲ ଯାଦବ। ଗୀତା ହେଉଛି ଜ୍ଞାନର ମୁଖ୍ୟ କେନ୍ଦ୍ରବିନ୍ଦୁ, ସଚ୍ଚା ସନାତନୀ ହିନ୍ଦୁ। ଜୟ ଶ୍ରୀକୃଷ୍ଣ।